ଆସନ୍ତୁ ଦେଖିବା କେମିତି ପ୍ରାଚୀନ ଜ୍ଞାନ ଆଉ ଆଜିର ବିଜ୍ଞାନ ମିଶି ଆମ ପାଇଁ ପ୍ରଚୁରତାର ରାସ୍ତା ଖୋଲିପାରିବ। କେବେ ଭାବିଛନ୍ତି ଦୁନିଆର ସବୁଠୁ ଧନୀ 1% ଲୋକଙ୍କ ପାଖରେ ଏମିତି କ'ଣ ଅଛି ଯାହା ବାକି ଲୋକଙ୍କ ପାଖରେ ନାହିଁ? ସବୁଠୁ ବଡ଼ ଫରକ ହେଉଛି ଦେଖିବାର ନଜରିଆ। ଅଧିକାଂଶ ଲୋକ ଧନକୁ କାଗଜ ଭାବନ୍ତି, କିନ୍ତୁ ସଫଳ ଲୋକ ଏହାକୁ ଏକ ଫ୍ରିକ୍ୱେନ୍ସି ଭାବନ୍ତି। ଠିକ୍ ସେମିତି ଯଦି ମନ ଅଭାବରେ ସେଟ୍ ହୋଇଛି, ତେବେ ତାହା ପ୍ରଚୁରତାର ସଙ୍କେତକୁ ଧରିପାରିବ ନାହିଁ। ବିଜ୍ଞାନ କୁହେ ଆମ ମସ୍ତିଷ୍କରେ RS ନାମକ ଏକ ଫିଲ୍ଟର ଅଛି। ଏହା କେମିତି କାମ କରେ ଆସନ୍ତୁ ଦେଖିବା। କେବେ ଲାଲ କାର୍ କିଣିବାକୁ ଭାବିଛନ୍ତି କି? ତାପରେ ଦେଖିବେ ସବୁଆଡ଼େ ଖାଲି ଲାଲ କାର୍ ହିଁ ଦେଖାଯାଏ। କାରଣ RS କେବଳ ତାହା ଦେଖାଏ ଯାହା ଉପରେ ଆମର ଗଭୀର ବିଶ୍ୱାସ ଥାଏ। ଆମେ କ'ଣ ଚାହୁଁଛେ ତାହା ନୁହେଁ। ଏହା କିଛି ନୂଆ କଥା ନୁହେଁ। ଆମ ବେଦରେ ବି ଲେଖା ଅଛି, ଯଥାଦୃଷ୍ଟି ତଥା ସୃଷ୍ଟି। ଗୋଟେ ପଟେ ଧନ ଚାହିଁବା ଆଉ ଭିତରେ ଭିତରେ ଡରିବା, ଏହା ଏକ ମାନସିକ ଦ୍ୱନ୍ଦ୍ୱ ଯେଉଁଥିରେ ଆଗକୁ ବଢ଼ି ହୁଏ ନାହିଁ। ତେବେ ଏହି ଭାଇରସକୁ ଠିକ୍ କରିବେ କେମିତି? ଖାଲି ପଜିଟିଭ୍ ଭାବିଲେ ହେବନି, ମନର ପ୍ରୋଗ୍ରାମିଂ ଷ୍ଟେଟ୍କୁ ଯିବାକୁ ପଡ଼ିବ। ବିଜ୍ଞାନ ଏହାକୁ କୁହେ ଥୀଟା ବ୍ରେନ୍ ଷ୍ଟେଟ୍। ଏହା ହେଉଛି ଆମ ମନର କୋଡ୍ ବଦଳାଇବାର ସବୁଠୁ ଭଲ ସମୟ। ଏହି ତିନିଟା ଷ୍ଟେଟ୍ କେତେବେଳେ ଆସେ? ଶୋଇବାର ଠିକ୍ ଆଗରୁ ଆଉ ସକାଳୁ ଉଠିବାର ଠିକ୍ ପରେ। ଏହି ସମୟରେ ଆମ ମନର ସେହି ଅଂଶ ଯିଏ ସବୁବେଳେ ନା କୁହେ, ସେ ଶୋଇପଡ଼ିଥାଏ। ଏହା କ୍ୱାଣ୍ଟମ୍ ଫିଜିକ୍ସର ଅବଜର୍ଭର ଇଫେକ୍ଟ ଭଳି। ଆମେ ଯେଉଁଠି ଧ୍ୟାନ ଦେଉ, ଶକ୍ତି ସେଇଠି କାମ କରେ। କିନ୍ତୁ ଖାଲି ଭାବିଲେ ହବନି। ଆମ ହୃଦୟର ଚୁମ୍ବକୀୟ ଶକ୍ତି ମସ୍ତିଷ୍କଠାରୁ 5000 ଗୁଣ ଅଧିକ। ବ୍ରହ୍ମାଣ୍ଡ କେବଳ ଭାବନା ବା ଫିଲିଂସର ଭାଷା ବୁଝେ। ତେଣୁ ସଫଳତାକୁ ଅନୁଭବ କରିବାକୁ ପଡ଼ିବ। ଆଉ ଏହି ଫିଲିଂକୁ ଶରୀରରେ ପ୍ରୋଗ୍ରାମ କରିବାର ସବୁଠୁ ଭଲ ଉପାୟ ହେଉଛି ପାଣି, କାରଣ ପାଣିର ବି ସ୍ମୃତିଶକ୍ତି ଅଛି। ପାଣି ଗ୍ଲାସଟିକୁ ଧରନ୍ତୁ, ନିଜ ଲକ୍ଷ୍ୟକୁ କଳ୍ପନା କରନ୍ତୁ, ସଫଳତାର ଖୁସି ଅନୁଭବ କରନ୍ତୁ, ଆଉ ପାଣି ପିଇ ଦିଅନ୍ତୁ। ଯେତେବେଳେ ଆମେ ଏହି ପାଣି ପିଉ, ଆମ ଶରୀରର ପ୍ରତିଟି କୋଷ ସେହି ସଫଳତାର ଫ୍ରିକ୍ୱେନ୍ସିରେ କମ୍ପନ କରେ। ଯଦି ଆଜିଠୁ ଆରମ୍ଭ କରୁଛନ୍ତି, ତେବେ କିଛି କଥା ମନେ ରଖନ୍ତୁ। ନିୟମିତତା ଆଉ ଭାବନା ସବୁଠୁ ଜରୁରୀ। ମନେ ରଖନ୍ତୁ, ଏକ ନୂଆ ଅଭ୍ୟାସ ତିଆରି କରିବାକୁ ଅତି କମ୍ରେ 21 ଦିନ ଲାଗେ। ତେଣୁ ଲାଗି ରହନ୍ତୁ। ଧୈର୍ଯ୍ୟ ରଖିବା ଜରୁରୀ। ବର୍ଷ ବର୍ଷର ପୁରୁଣା ବିଶ୍ୱାସ ବଦଳାଇବାକୁ ସମୟ ତ ଲାଗିବ। ତେବେ ପ୍ରଶ୍ନ ହେଉଛି, ଆଜି ରାତିରେ କେଉଁ ନୂଆ ବାସ୍ତବତା ସୃଷ୍ଟି କରିବାକୁ ଯାଉଛନ୍ତି?